କପାସରା କାହାଣୀ। ଚଟିଆ ଓ ବାଜ। ପାହାଡ଼ ତଳେ ଥିବା ଗୋଟାଏ ଗଛରେ ବସା ବାନ୍ଧିଥିଲେ ହଳେ ଚୁଣ୍ଟିଆ। ଖାଇବା ପିଇବାରେ ତାଙ୍କର ଋଣ ନଥିଲା। ପାହାଡ଼ ଶିଖରରେ ରହୁଥିଲା ବାଜଟାଏ। ବେଳେ ବେଳେ ସେ ବାଜ ତଳକୁ ଉଡ଼ି ଆସି ନିର୍ବଳୁଆ ଚଢ଼େଇମାନଙ୍କୁ ଝାମ୍ପି ନେଇ ଖାଇଯାଉଥିଲା। ଯେତେବେଳେ ଚଟିଆଙ୍କ ଅଣ୍ଡା ଫୁଟି ଛୁଆ ବାହାରୁଥିଲା ଓ ସେମାନେ ଉଡ଼ିବା ହେଉଥିଲେ, ସେତିକିବେଳେ ବାଜ ନିଜ ଲୁଚିବା ଜାଗାରୁ ଉଡ଼ି ଆସି ସେମାନଙ୍କୁ ଝାମ୍ପି ନେଇ ନିଜ ଛୁଆଙ୍କୁ ଖୋଉଥିଲା। ଚଟିଆ ଦୁହେଁ ଭିଟାମାଟି ଛାଡ଼ି ଯାଇ ପାରୁନଥିଲେ କି ବାଜର ଅତ୍ୟାଚାର ସହି ପାରୁନଥିଲେ। ଥରେ ବାଜ ହାବୁଡ଼ରୁ ବର୍ତ୍ତି ସେ ଚଟିଆଙ୍କର ଛେକେ ଛୁଆ ବସାରୁ ବାହାରି ଖଣ୍ଡି ଉଡ଼ା ଦେବାକୁ ଚେଷ୍ଟା କଲେ। ଚଟିଆ ଦୁହେଁ ଭାରି ଆନନ୍ଦିତ ହେଲେ, କିନ୍ତୁ ହଠାତ୍ ବାଜ କଥା ମନେ ପଡ଼ିଯିବାରୁ ସେମାନେ ଦୁଃଖରେ କାନ୍ଦି ପକାଇଲେ। ଏ କଥା ଦେଖି ଛୁଆଙ୍କ ଭିତରୁ ଜଣେ ଦୁଃଖର କାରଣ ପଚାରିଲା। ଚଟିଆ ଦୁହେଁ ଗୋଟି ଗୋଟି କରି ବାଜର ଅତ୍ୟାଚାର କଥା ବଖାରିଲେ। ଛୁଆଟି କହିଲା, ସବୁ ଦୁଃଖ କଷ୍ଟର ପ୍ରତିକାର ଅଛି। ଏ ଦୁଃଖ ବି ଦୂରେଇଯିବ, ତୁମେ ବ୍ୟସ୍ତ ହୁଅନା। ଏ କଥା ଶୁଣି ଚଟିଆ ଦୁହେଁ ଖୁସି ହୋଇଗଲେ। ମା ଚଟିଆ ବସାରେ ରହି ଛୁଆଙ୍କ ଉପରେ ନିଘା ରଖିଲା। ବାପା ଚଟିଆ ଉଡ଼ିଗଲା ବାଜ ଦାଉରୁ ବଞ୍ଚିବାର ପ୍ରତିକାର ଖୋଜିବାକୁ। ମନେ ମନେ ପଣ କରିଥାଏ, ବାଟରେ ଯାହାକୁ ପ୍ରଥମେ ଦେଖିବ ତାକୁ ନିଜର ଦୁଃଖ ଜଣାଇ ପ୍ରତିକାର ଲୋଡ଼ିବ। ଏତିକିବେଳେ ଅଗ୍ନିଗୋଧି ଗୋଟିଏ ନିଜ ବିଳରୁ ବାହାରି ଭୂଇଁରେ ବୁଲାବୁଲି କରୁଥିଲା। ଉଡ଼ି ଯାଉ ଯାଉ ତାକୁ ଦେଖି ଚଟିଆ ତଳକୁ ଓହ୍ଲାଇଲା। ଭାବିଲା, ୟାକୁ ମୋ ଦୁଃଖ କହିଲେ ସେ ବୋଧେ କୌଣସି ପ୍ରତିକାର ବତାଇ ଦେବ। ଏଥର ସେ ଅଗ୍ନିଗୋଧିକା କତିକି ଯାଇ ଜୁହାର ହେଲା। ପ୍ରତି ନମସ୍କାର ଜଣାଇ ଅଗ୍ନିଗୋଧିକା କହିଲା, ଖୁବ୍ ଥକିଗଲା ପରି ଦିଶୁଛ। ଯଦି ଉଡ଼ାଣ ଯୋଗୁଁ ଏମିତି ହୋଇଥାଏ, ମୋ ଗାତ ପାଖରେ ଦିନେ ଦୁଇ ଦିନ ଅଟକି ଯାଇ ବିଶ୍ରାମ ନିଅ। ଯଦି ଅନ୍ୟ କିଛି କଥା ହୋଇଥାଏ, ମୁଁ ମୋ ପାରୁ ପର୍ଯ୍ୟନ୍ତ ଲାଗି ତୁମକୁ ସାହାଯ୍ୟ କରିବି। ଚଟିଆ ଅଗ୍ନିଗୋଧିକାକୁ ନିଜର ଦୁଃଖ ଫିଟାଇ କହିଲା। ଏ କଥା ଶୁଣି ଅଗ୍ନିଗୋଧିକା କହିଲା, ଦୁଃଖ କରନା। ଆଜି ରାତିରେ ମୁଁ ବାଜ ସହ ତା ବସାକୁ ପୋଡ଼ି ଛାରଖାର କରିଦେବି। ମୋତେ ଖାଲି ସେ ପାହାଡ଼ ଚୂଡ଼ା ଦେଖାଇଦେ। ଚଟିଆ ଅଗ୍ନିଗୋଧିକାକୁ ବାଜର ବସା ଥିବା ପର୍ବତ ଶିଖର ଦେଖାଇ ଦେଲା। ସେଦିନ ରାତିରେ ବାଜ ନିଜ ପିଲାପିଲିଙ୍କୁ ନେଇ ନିଗୂଢ଼ ନିଦରେ ଶୋଇଥିଲା। ଅଗ୍ନିଗୋଧିକା ନିଜର ସାହି ଭାଇଙ୍କୁ ଡାକି ନିଆଁ ହୁଳା ଧରି ପର୍ବତ ଶିଖରକୁ ଚଢ଼ି ବାଜ ବସାରେ ନିଆଁ ଲଗାଇଦେଲା। ରାତିର ଅନ୍ଧାରରେ ହୁତୁ ହୁତୁ ହୋଇ ନିଆଁ ଜଳିଲା। ବାଜ ଓ ତାର ଛୁଆମାନେ କୁଆଡ଼େ ଗଲେ କାହାକୁ ଜଣା ପଡ଼ିଲା ନାହିଁ। କିନ୍ତୁ ସେବେ ଠାରୁ ତାକୁ ଆଉ କୌଣସି ପକ୍ଷୀ ସେ ଅଞ୍ଚଳରେ ଦେଖିବାକୁ ପାଇଲେ ନାହିଁ।